କେମିତି ଅଛନ୍ତି ସାରାମ କରନ୍ତୁ ସମସ୍ତେ ଭଲ ଅଛନ୍ତି। ଆଜି ଗୁରୁବାର ମୋର ପୂଜା ସରିଲାଣି ଆଉ ଅବିକା ଯିବା ସେମ୍ ଡେ ସେମ୍ ଇଏ ପଡ଼ିବ ଚାହା କରିଛି ଚାହା ପିଇବା ଆଉ ତାପରେ ବ୍ରେକଫାଷ୍ଟଟା କିନ୍ତୁ ଅଲଗା ଟିକେ କଣ କରିବା ଦେଖିବା କାହିଁକିନା ଗୁରୁବାର ଅଛି ତ ସାଧାଟା ହବ ତ କଣ କରିବି କଣ ନାହିଁ ତାକୁ ବି ଦେଖେଇବି ଆପଣମାନଙ୍କୁ। ଆଉ ଆଜିର ପାଗ ମାନେ କହିବାକୁ ଗଲେ ମାନେ ବର୍ଷା ତ ପକଉଥିଲା ରାତିରୁ କିନ୍ତୁ ଅବିକା ତ ଖୋଲିଛି କିନ୍ତୁ ଫିର୍ ବି ମାନେ ବର୍ଷା ଧରିଛି କିନ୍ତୁ ସେଥିପାଇଁ କିଛି ଲୁଗାପଟା କିଛି ଧୋଇବାର ନାହିଁ। ସେଥିପାଇଁକା ଖାଲି ଛୋଟ ଛୋଟ ଜିନିଷ ଯାହା ଧୋଇକି ତାକୁ ଯା ପକେଇଦେବାର ଅଛି କାହିଁକିନା ସେ ତ ୟୁଜ୍ ହବ ଡେଲି ଡେଲି ତ ସେଥିପାଇଁକା ତାକୁ ନ କଲେ ବି ହଇରାଣ ହେଇଯିବ ମଣିଷ। ତ ଚାଲନ୍ତୁ ଅବିକା ଯିବା ଭିତରକୁ ଚାହା ପିଇବା ପାଇଁକା। ତ ମୋର ଏଠି ସବୁ କାମ ମୋର ସରିଗଲାଣି। ସକାଳେ ମୁଁ ଆପଣମାନଙ୍କ ସହିତ ଦେଖା ହେଇଥିଲି, ଠାକୁର ପୂଜା କରିସାରିଲେ ତାପରେ କହିଥିଲି ଚାହା ପିଇକିରି ତାପରେ କ'ଣ ଜଳଖିଆ ଟିକେ କରିବି। ତାପରେ ଜଳଖିଆ ହେରିକା ତ ଥିଲା ଯାହା ନର୍ମାଲ ସେୟା ତ ସବୁ ମାନେ ଥିଲା ପରଟା ଥିଲା ଆଉ ମା ମ୍ୟାଗି କରିଦେଇଥିଲେ ତ ସେଇଟା ଖାଇ ଦେଇଛନ୍ତି। ତାପରେ ଅପେକ୍ଷା ତ କାହିଁକିନା ଆଜି ଗୁରୁବାର ତ ଗୁରୁବାର ଯାହା ବି ଆମର ତ ସବୁ ଗୁରୁବାର ମାନେ 12 ମାସ ଗୁରୁବାର ଆମର ଅରୁଆ ଭାତ ହୁଏ। ତ ଆଜି ବି ସେଇ ଅରୁଆ ଭାତ ଆଉ ଆଜି ପ୍ଲେନ୍ ପୁରା କରୁଛି। ତ କହୁଥିଲେ ନଡ଼ିଆ ବରା ତରକାରୀ କରିବାକୁ କିନ୍ତୁ ନଡ଼ିଆ ବରା ତରକାରୀ କଲେ ତ ମସଲା ନଦେଲେ ଭଲ ଲାଗିବନି ତ ପିଆଜ ରସୁଣ ନହେଲେ ଭଲ ଲାଗିବନି। ତ ସେଥିପାଇଁକା ମୁଁ କହିଲି ନାଇଁ କାଲି କରିବା ଆଜି ଗୁରୁବାର ପ୍ଲେନ୍ କରିଦେବା। ଶାଗ ବାଲା ଆସିଲା ଶାଗ ବାଲା କୁଆଡ଼େ ପଳେଇଲା ଡାକି ଡାକି ପଳେଇଲା ଶାଗ ଟିକେ ରଖିଥିଲେ ବି ହେଇଥାନ୍ତା। ତ ଶାଗ ବାଲା ଆସିଲା ଆବାସ ଗଲା ଗଲାବେଳକୁ ସେ କୁଆଡ଼େ ପଳେଇଲାଣି ତ ଆଉ ଶାଗ ଆଉ କରିହେଲାନି। ତ ସେଥିପାଇଁ ଆଜି ଏଠି ଅରୁଆ ଭାତ ଏଠି ହେଇଯାଇଛି ଆଉ ତାପରେ ଏଠି ଡାଲି ସିଝିକି ରହିଛି। ତାପରେ ଏଠି ହେଉଛି ବଡ଼ି ଆଉ ଲଙ୍କା ଇଏ ହେଇଛି। ତାପରେ ଏଠି ପୋଟଳ ଭଜା ହେଇଛି। ତଳେ ଆପଣଙ୍କୁ ଏଗୁଡ଼ାକ ଏମିତି ଦେଖିବାକୁ ମିଳୁଥିବ ଏଗୁଡ଼ାକ ପଡ଼ିଛି ପାଁପଜ କରିବାକୁ ଆଉ ଏଇ ହେଲାଣି ବର୍ଷା ପାଗ ସକାଶେ ଆଉ ସଫା ହେଇ କରିହେଉନି। ତ ବର୍ଷା ତ ଆଜି କିନ୍ତୁ ଟିକେ ପାଗ ଟିକେ ଭଲ ଦେଇଥିଲା ଖରା ହେଇଥିଲା ତ ସେଥିପାଇଁ ଆଜି ମୁଁ କ'ଣ କଲି ଫେଣି ଯେତିକି ଲୁଗାପଟା ଥିଲା 5-6 ଖଣ୍ଡ ଯେ ବର୍ଷା ହେଉଥିଲା ବେଳେ ଧୁଆଧୁଇ ହେଇପାରୁନଥିଲା ତାକୁ କ'ଣ କଲା ଆଜି ସବୁ ଧୁଆଧୁଇ କରିକି ପକେଇ ଦେଇଛି। ଯାହା ହଉ ଭଗବାନ ଦୟାରୁ ବର୍ଷା ନାହିଁ ତ ବର୍ଷା ତ ଦେଖଉଛି 5ଟା-6ଟା ବେଳକୁ ହବ ବୋଲି ତ ମୋର ସେତେବେଳକୁ ଶୁଖି ଯାଇଥିବ। ତ ତାକୁ ସବୁ ଇଏ କରିଦେଇକିରି ତାପରେ ଏଠି ଭାତ ବେଳିକିରି ଏଠି ରଖିଦେଇଛି। ଏ ପେଜ ରଖିଛି ପେଜ କାହିଁକି ନା ଏଇଟା ଅରୁଆ ପେଜ ତ ମଣ୍ଡ ଦେବା ପାଇଁ ବହୁତ ଭଲ ହବ। ଆକୁ ମୁଁ କ'ଣ କରିବି ଉପରୁ କ'ଣ କରିବି ଯୋଉ ରଖିଦେବି ଭାତ ପଖାଳିବା ପାଇଁକା କାହିଁକିନା ଉଷୁନା ଭାତକୁ ପଖାଳିକି ରଖିଛି ସେଠି ଆଉ ତା ଦେହରେ କ'ଣ କରିବି ମିଶେଇବା ଅଧା ଆଉ ଅଧା କ'ଣ କରି ରଖିଦେବି। କାଲିକି ଯଦି ଖରା ହବ ତାହେଲେ କଟନ ଶାଢ଼ୀରେ ମଣ୍ଡ ଦେବା ପାଇଁ ବହୁତ ଭଲ ହବ। ତ ମଣ୍ଡ ଦେବା ପାଇଁ ତ କେତେ ପ୍ରକାର ଅଛି ମାନେ ଯେମିତି ପାଉଡର ମିଳୁଛି ଇଏ ବି ମିଳୁଛି ମାନେ ତାର ରିଭାଇଭ ଇଏର ମିଳୁଛି ଯେମିତି ବି କରିପାରିବ। ଯେତେବେଳେ ଅରୁଆ ଭାତ ହଉଛି ଯଦି ପେଜ ବାହାରୁଛି ତ ତାକୁ ରଖିକିରି କରିହବ। ତ ସେଥିପାଇଁକା ନଷ୍ଟ କରିବାନି ତ କାମ ଦେଇଦେବ। ଏଥିରେ ମିନିମମ୍ 2ଟା ଶାଢ଼ୀ ମଣ୍ଡ ଆରାମସେ ବଢ଼ିଆ ଧରିବ ଯଦି ଭଲ ଖରା ହେଲା ଆଉ ଯଦି ଖରା ନହେଲା ତ ତାକୁ ଇଏ କରାହବ ଆଉ କିଛି କରିହବନି। ଆଉ ଚାଲନ୍ତୁ ଡାଲିଟା ବି ମୋର ହେଇଗଲାଣି ତ ତାକୁ ବନ୍ଦ କରିଦେଇଥିଲି ହୁଇସିଲ ପୁରା ଯିବା ପାଇଁକା ତ ଅଲରେଡି ପଳେଇଲାଣି ତ ତାକୁ ଅବିକା ଯିବା ଡାଲିଟା ପଘାରିଦେବା ତାପରେ ଯାଇ ବାହାରୁଛେ। ସିନା ବର୍ଷା ହଉଛି କିନ୍ତୁ ଗରମ କିନ୍ତୁ ପ୍ରବଳ ହଉଛି। ମୁଁ ପକେଇଛି କିନ୍ତୁ ମୋ ବେକ ସଣ୍ଡା ପୁରା ଖାଇଗଲାଣି ପୁରା। ତ କଥା ହଉଥିଲି ତାପରେ ଖାଇବା ସରିଗଲା ପରେ ତାପରେ ମୁଁ ମୋର ଯୋଉ ଲୁଗାପଟା ଗୁଡ଼ାକ ଯୋଉ ସଫା କରିଥିଲି ସବୁ ଭଙ୍ଗା ଭଙ୍ଗି ସବୁ କରିକି ରଖିଲି। ତାପରେ ପୁଣି ଅବିକା ରାତିରେ ଅବିକା ମୋର ଅଲରେଡି ମୋର ସରିଲାଣି ଆଉ ଏବେ ଟାଇମ୍ ଆସିକି ହେଇଗଲାଣି 9:30 ତ ମୋର ପରଟା ରୁଟି ତାପରେ ଏଠି ସିମେଇ କ୍ଷୀରି ସିମେଇ ଆଉ ସୁଜି କ୍ଷୀରି ଆଉ ଏଠି ଡାଲମା ରାତିରେ ଡାଲମା କରିଦେଇଛୁ। ତ ସକାଳେ ତ ମୁଗ ଡାଲି କରିଦେଇଥିଲି ତ ଅରୁଆ ଭାତ ଖାଇବା ପାଇଁକା ତ ସେଥିପାଇଁ ଅବିକା ରାତିରେ ରୁଟି ଧୀରେ ଖାଇବା ପାଇଁ ଡାଲମା ପୁରା ପରଫେକ୍ଟ କାହିଁକିନା ପରିବା ସେଭଳିଆ କିଛି ନଥିଲା ତ କ'ଣ କରିବା ସାଧାରେ ତ ଡାଲମା ହିଁ ବେଷ୍ଟ ରାତିରେ। ତ କାହିଁକିନା ସବୁଆଡ଼ିକି ବି ମାନେ କ'ଣ କହିଲେ ମାନେ ଭଲ ଆଉ କମ ତେଲରେ ପଘରା ହବ ସିଝା ହେଇଗଲା ସିଝା ବି ରହିଲା କମ ତେଲରେ ବି ପଘରା ହେଇଗଲା ଆଉ ଖାଇବାକୁ ବି ଭଲ ଆଉ ରାତିରେ ବି ଖାଇ ବି ହବ ଆଉ ମସଲା ଆଉ ଅନ୍ୟ କ'ଣ ଭଜାଭଜି କ'ଣ କରିଥାନ୍ତେ ତ ସେଥିପାଇଁ ତାପରେ ତା ସାଙ୍ଗେ ଟିକେ ଖାଇବା ପାଇଁ ସେଥିପାଇଁ ସିମେଇ ଆଉ ସୁଜି ମିଶେଇକି କ୍ଷୀରି ଟିକେ କରିଦେଇଛି। ଆଉ ଯେମିତି ଦେଖେଇଲି ତ ସିଆଡ଼େ ପୁଣି ଛୁଆଙ୍କର ଚିଲେଇଲେଣି କାହିଁକିନା ତାଙ୍କର ଖାଇବା ଟାଇମ୍ ହେଇଗଲାଣି ତ ତାଙ୍କୁ ବି ଦେବା ଖାଇବାକୁ କାହିଁକିନା ସେ ଠିକ୍ 9:30 ହେଲା ମାନେ 9, 9:30 ହେଲା ମାନେ ସେ ତାଙ୍କ ଚିଲେଇବା ସେ ତାର ଆରମ୍ଭ ହେଇଯିବ। ତ ଯିବା ତାଙ୍କୁ ଏବେ ଖାଇବାକୁ ଦେବା
ତ ଚାଲନ୍ତୁ କ୍ଷୀରି ତ ତାର ବସିଛି ତା ଜାଗାରେ, ତା ଭିତରେ ମୁଁ ତାଙ୍କମାନଙ୍କୁ ଖାଇବାକୁ ଦେଇଦିଏ, କାହିଁକିନା ସିଏ ଆଜି ଆସିଲା ବେଳକୁ ଲେଟ୍, କାହିଁକିନା ସିଏ ତାଙ୍କର ଦେଇଦିଅନ୍ତି ଖାଇବାକୁ। ଆଉ ଦେଖିଆ ସେ କେତେବେଳେ କ'ଣ ଆସୁଛନ୍ତି। ଖାଇବା ପିଇବା ସରିଲାଣି। ଆଜି ହେଇଗଲାଣି ଟାଇମ୍ ତ ଦେଖନ୍ତୁ 10ଟା 35। ତ 10ଟା 35 ହେଲାଣି। ତ ଅବିକା ସରିଲା ସବୁ କାମ, ଧୁଆଧୁଇ ହେଇକି ଆସିଲି। ତାପରେ ଅବିକା ଯିବା ଯେଉଁ କ'ଣ ଟିକେ ଟିଭି ଦେଖିବା, କ'ଣ ଟିକେ ନ୍ୟୁଜ୍ ଫ୍ୟୁଜ୍ ଦେଖିବା, କ'ଣ ହେଲା କ'ଣ ନାହିଁ ଟିକେ ଦେଖିବା, ନ୍ୟୁଜ୍ର ଖବର ତ ଟିକେ ଦେଖିବା, ତାପରେ ଯିବା, ତାପରେ ନିଦ ଲାଗିଲେ ଶୋଇବା ଆଉ। ତ ଆପଣମାନଙ୍କ ସହିତ ସକାଳେ ଦେଖା ହେବ ଆଉ ଗୋଟେ ନୂଆ ଭଲ ବ୍ଲଗ୍ରେ। ରହୁଛି। ଗୁଡ଼୍ ନାଇଟ୍, ସାଇରାମ୍।